ଆରମ୍ଭ ହୋଇଯାଇଛି ବର୍ଷା ଋତୁ। ଦିନ ଥିଲା ବର୍ଷା ଋତୁରେ ସନ୍ଧ୍ୟା ହେବା କ୍ଷଣି ବେଙ୍ଗମାନଙ୍କ କେଁକଟର ଶବ୍ଦରେ କାନ ଫାଟି ପଡୁଥିଲା। ଉଭୟ ଅଣ୍ଟିର ଓ ମାଇ ବେଙ୍ଗ ନିଜ ସାଥୀକୁ ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ଶବ୍ଦ କରିଥାନ୍ତି। ବର୍ଷା ଋତୁରେ ରାସ୍ତାକଡ଼ ଜୋରଠାରୁ ଆରମ୍ଭ କରି ପୋଖରୀ ନାଳ ସବୁଆଡ଼େ ପାଣି ଜମି ରହିଥାଏ। ସେ ପାଣି ଭିତରେ ରହି ବେଙ୍ଗମାନେ କେଁକଟର ଶବ୍ଦ କରିଥାନ୍ତି। ଏବେ ଚାଷୀମାନେ ବିଲରେ ବିଭିନ୍ନ ଉନ୍ନତମାନର ରାସାୟନିକ ସାର କୀଟନାଶକ ଔଷଧ ବ୍ୟବହାର କରୁଥିବା ବେଳେ ପ୍ରାୟ ସବୁ ପରିବାର ଫିନାଇଲ ସର୍ଫ ସାବୁନ ବ୍ୟବହାର କରୁଛନ୍ତି। ଏଣୁ ଏହାର ବିଷ ପ୍ରଭାବରେ ଘରେ ରହୁଥିବା ଲୁଣି ବେଙ୍ଗଠାରୁ ଆରମ୍ଭ କରି ପୋଖରୀରେ ରହୁଥିବା ପାଣି ବେଙ୍ଗ, ଜ୍ୱର ଓ ନାଳରେ ରହୁଥିବା ବ୍ରାହ୍ମଣୀ ବେଙ୍ଗ ସବୁ ଲୋପ ପାଇବାକୁ ବସିଲାଣି। ଏବେ ବର୍ଷା ଋତୁ ହୋଇଥିଲେ ମଧ୍ୟ ଗାଁ ଗଣ୍ଡାରେ ଆଉ ଶୁଣିବାକୁ ମିଳୁନି ବେଙ୍ଗମାନଙ୍କ କେଁକଟର ଶବ୍ଦ। ବେଙ୍ଗ ଗୋଟିଏ ଉଭୟଚର ପ୍ରାଣୀ। ଉଭୟ ଘର ବାଡ଼ିରେ ବିଭିନ୍ନ ପାଣି ଜମିଥିବା ସ୍ଥାନରେ ବେଙ୍ଗମାନଙ୍କୁ ଦେଖିବାକୁ ମିଳେ। ଏମାନେ ଅନିଷ୍ଟକାରୀ କୀଟପତଙ୍ଗମାନଙ୍କୁ ଖାଇ ପରିବେଶରେ ସୁରକ୍ଷା କରିଥାନ୍ତି। ଏବେ ସେମାନେ ଲୋପ ପାଇବାକୁ ବସିଲେଣି। ସମସ୍ତଙ୍କୁ ଚିନ୍ତା କରିବାର ସମୟ ଆସିଛି। ଯଦି ଆମେ ରାସାୟନିକ ସାର, କୀଟନାଶକ ଔଷଧ ବ୍ୟବହାର ଉପରେ ନିୟନ୍ତ୍ରଣ ନ ରଖିବା, ତେବେ ସମୟ ଆସିବ ଆଉ ପରିବେଶର ବନ୍ଧୁ କୁହାଯାଉଥିବା ବେଙ୍ଗକୁ ଦେଖିବାକୁ ପାଇବା ନାହିଁ। ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ପ୍ରୟାଗ ଖବର।